କେହି କେହି ଲୋକ କହିଥାନ୍ତି ଏଇଟା ମୋର ଆସ୍ଥା, ବ୍ୟକ୍ତିଗତ କଥା। ଆଉ କେହି କେହି ଲୋକ ତାକୁ କୁହନ୍ତି ଯେ ଆସ୍ଥା ଫାସ୍ଥା କିଛି ନାହିଁ, ଏଇଟା ହେଉଛି ଗୋଟେ ବିକୃତ ମାନସିକତା। ତେବେ କିଏ ଠିକ୍ କିଏ ଭୁଲ ସେଟା ଆପଣ ବିଚାର କରିବେ। ଆସନ୍ତୁ ସେଇଭଳି ଗୋଟିଏ ବିଷୟକୁ ଆଲୋଚନା କରିବା। ଭାରତବର୍ଷରେ ଯେତିକି ଶିବ ମନ୍ଦିର ଅଛି ତାର ସଂଖ୍ୟା କେତେ ହେବ ବୋଲି ଭାବୁଛନ୍ତି? ଆନୁମାନିକ 15 ଲକ୍ଷରୁ ଅଧିକ। ତେବେ 5 ଲକ୍ଷରୁ ଅଧିକ ଶିବ ମନ୍ଦିରକୁ ଭକ୍ତମାନେ ବର୍ଷ ସାରା ଯାଇଥାନ୍ତି ବିଭିନ୍ନ ଅକେଜନରେ ପୂଜା ଅର୍ଚ୍ଚନା କରିବା ପାଇଁ। ଆଉ ଯେତେବେଳେ ସେମାନେ ଶିବ ମନ୍ଦିରକୁ ଯାଇଥାନ୍ତି ସେଠି ଗୋଟେ ଶିବଲିଙ୍ଗ ଅଛି, ତା ଉପରେ କ୍ଷୀର ଢାଳନ୍ତି। ସେଇ ଅକେଜନ ଗୁଡ଼ିକ କ'ଣ କ'ଣ? କିଛି ଭକ୍ତ ଯାଇଥାନ୍ତି ପ୍ରତ୍ୟେକ ସୋମବାରେ, ଅନେକ ଭକ୍ତ ଯାଇଥାନ୍ତି ଶ୍ରାବଣ ମାସରେ, ପ୍ରାୟ ସବୁ ଭକ୍ତ ଯାଇଥାନ୍ତି ଶିବରାତ୍ରିରେ, ଆଉ କିଛି କିଛି ଭକ୍ତ ସେମାନେ ରୁଦ୍ରାଭିଷେକ କରନ୍ତି, ଆହୁରି କିଛି ଭକ୍ତଙ୍କର ମନସ୍କାମନା ଥାଏ, ଆଉ କିଛି ଭକ୍ତ ସେମାନେ କ'ଣ କରନ୍ତି ନା ଗ୍ରହ ଦୋଷରୁ ମୁକ୍ତି ପାଇବା ପାଇଁ ମଧ୍ୟ ଯାଇକି ପୂଜା ଅର୍ଚ୍ଚନା କରିଥାନ୍ତି। ତେବେ ଜଣେ ଭକ୍ତ ଯେତେବେଳେ ଯାଏ ଶିବଲିଙ୍ଗରେ କ୍ଷୀର ଢାଳିବା ପାଇଁ, ଆନୁମାନିକ କେତେ କ୍ଷୀର ଢାଳୁଥିବ? ମିନିମମ୍ଟା 100 ମିଲିଲିଟର, ଆଉ କେହି କେହି ତ ଲିଟର, କେହି କେହି ତ ବାଲ୍ଟି। ତେବେ ଏଇ ଯେଉଁ ଭକ୍ତମାନଙ୍କର ସଂଖ୍ୟା କେତେ ହେବ ବୋଲି ଭାବୁଛନ୍ତି? ପାଖାପାଖି 50 କୋଟି। ତେଣୁ 50 କୋଟି ଲୋକ ବର୍ଷ ସାରା 5ଟା ଅକେଜନରୁ 10ଟା ଅକେଜନରେ ଯାଉଛନ୍ତି ଏବଂ 500 ମିଲିଲିଟରରୁ 1 ଲିଟର କି 2 ଲିଟର ପର୍ଯ୍ୟନ୍ତ କ୍ଷୀର ଢାଳୁଛନ୍ତି, 5 ଲକ୍ଷ ଶିବ ମନ୍ଦିରକୁ ଯାଉଛନ୍ତି। ଏସବୁ ଟିକେ ଗୁଣନ କରନ୍ତୁ ଏବଂ ଦେଖନ୍ତୁ ଯେ ୟାର ଆନୁମାନିକ ଆକଳନଟା କେତେ ଆସୁଛି। ପାଖାପାଖି 5ରୁ 10ଟା ପୋଖରୀରେ ଯେତିକି ପାଣି ସେତିକି କ୍ଷୀର ଏମାନେ ସେଇ ଶିବଲିଙ୍ଗ ଉପରେ ଢାଳି ଦିଅନ୍ତି। ଆଉ ଗୋଟିଏ ଆସ୍ଥାର ବିଷୟ ମଧ୍ୟ ଆଲୋଚନା କରିବା। ଜାତିସଂଘର ଯେଉଁ ପପୁଲେସନ ରିସର୍ଚ୍ଚ ରିପୋର୍ଟ ଅଛି, ଏଇ ରିପୋର୍ଟ ଅନୁଯାୟୀ ଭାରତବର୍ଷରେ ବର୍ଷକୁ 90 ଲକ୍ଷ ଲୋକ ମରନ୍ତି ଏବଂ ଭାରତବର୍ଷର ଯେଉଁ ହିନ୍ଦୁ ସମ୍ପ୍ରଦାୟ ଅଛି ତାର ଗୋଟେ ପ୍ରଥା ପରମ୍ପରା ରହିଛି, ଲୋକଟି ମରିଗଲା ପରେ ତାର ଶବଦାହ କରାଯାଏ ଏବଂ ସେଥିରେ ଘିଅରେ ପୋଡ଼ାଯାଏ। ଗୋଟିଏ ଶବ ପିଛା 4-5 ଲିଟର ଘିଅର ଆବଶ୍ୟକତା ପଡ଼େ। ତେଣୁ 90 ଲକ୍ଷ ଶବକୁ ପୋଡ଼ିବା ପାଇଁ 450 ଲକ୍ଷ ଲିଟର ଘିଅର ଆବଶ୍ୟକତା ପଡ଼ିଥାଏ ବା ପୋଡ଼ି ଦିଆଯାଏ। ଆଉ କିଛି କିଛି ଅକେଜନ ଅଛି ଯେଉଁ ସମୟରେ ଘିଅ ମଧ୍ୟ ପୋଡ଼ାଯାଏ। କୋଉ ସମୟରେ? ବାହାଘର, ବ୍ରତଘର, ଶ୍ରାଦ୍ଧ, ଯଜ୍ଞ, ଗୃହପ୍ରବେଶ, ପୂଜା ଅର୍ଚ୍ଚନା, ଏମିତି ଅନେକ ଅକେଜନ ମଧ୍ୟ ଘିଅର ଆବଶ୍ୟକତା ପଡ଼େ ପୋଡ଼ିବା ପାଇଁ। ତାହାର ପରିମାଣ 2000 ଲକ୍ଷ ଲିଟର। ତେଣୁ ୟାର ବି ଗୋଟେ ଆକଳନ କରନ୍ତୁ ଯେ କେତେ ଘିଅର ଆବଶ୍ୟକତା ପଡ଼ୁଛି, ପୋଡ଼ା ହେଉଛି। 10ଟା କି 15ଟା କୂଅକୁ ଭର୍ତ୍ତି କରିବା ପାଇଁ ଯେତିକି ଘିଅ ଦରକାର ସେତିକି ଘିଅ ପୋଡ଼ା ହେଉଛି। ଆଉ ଗୋଟେ କଥା, ହିନ୍ଦୁ ସମ୍ପ୍ରଦାୟରେ ଅନେକ ସମୟରେ ପୂଜା ଅର୍ଚ୍ଚନା କଲାବେଳେ ବା ଶୁଭ କାମରେ ନଡ଼ିଆକୁ ଭଙ୍ଗାଯାଏ। ନଡ଼ିଆ 2 ଫାଳ କରିଦେଲା ପରେ ଯେଉଁ ପାଣିଟା ଥାଏ ସେ ପାଣିଟାକୁ ପକାଇ ଦିଆଯାଏ ବା ସେ ମାଟି ପିଇଯାଏ। ତେଣୁ ଯେତିକି ନଡ଼ିଆ ସେ ହେଉଛି 1500 ଲକ୍ଷ ନଡ଼ିଆ ଭଙ୍ଗାଯାଏ ଏବଂ ଗୋଟେ ନଡ଼ିଆରୁ ମିନିମମ୍ ତ 100 ମିଲିଲିଟର ନଡ଼ିଆ ପାଣି ବାହାରୁଛି। ତେଣୁ ଅନୁମାନ କରନ୍ତୁ ଯେତିକି ନଡ଼ିଆ ପାଣି ମାଟି ପିଇ ଯାଉଛି ତାର ଆନୁମାନିକ ଆକଳନ କେତେ? ସିଏ ମଧ୍ୟ ଏମିତି 5-10ଟା ପୋଖରୀ ହେଇଯିବ। ଗୋଟେ କଥା ମୋ ମନକୁ ଆସୁଛି, କ୍ଷୀର ହଉ, ଘିଅ ହଉ, ନଡ଼ିଆ ପାଣି ହଉ, ଇଏ କ'ଣ ଫିଙ୍ଗିବାର ଜିନିଷ? ଚିନ୍ତା କରନ୍ତୁ, ଇଏ ସାମାନ୍ୟ ଜିନିଷ ନୁହଁ। ଇଏ ସବୁ ହେଉଛି ପୋଷଣଯୁକ୍ତ ଖାଦ୍ୟ, ରିଚ୍ ଇନ୍ ଏଭ୍ରିଥିଂ, ଭିଟାମିନ୍, ମିନେରାଲ, କ୍ୟାଲସିୟମ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଏଭ୍ରିଥିଂ, 100% ନ୍ୟୁଟ୍ରିସନ୍। କିନ୍ତୁ ଆସ୍ଥା ନାଁରେ କ'ଣ କରାହେଉଛି? ଫିଙ୍ଗା ହେଉଛି, ପୋତା ହେଉଛି, ଫୋପଡ଼ା ହେଉଛି କି ମାଟି ପିଇ ଯାଉଛି, ଏଇସବୁ କାମ ଚାଲିଛି। କିନ୍ତୁ ସମାଜରେ ଆଉ ଗୋଟେ କଥା ଦେଖାଯାଏ, ଯେତେବେଳେ କିଏ ମଦ ପିଉଛି ବା ମଦର ଯଦି କିଛି ଆଲୋଚନା ହେଲା, ଲୋକମାନେ ପୁରା ଭୋକାଲ ହେଇଯାଆନ୍ତି, ତା ବିରୁଦ୍ଧରେ ଯାଆନ୍ତି, ବ୍ୟାନ୍ କରିବା ପାଇଁ ଆନ୍ଦୋଳନ ବି କରନ୍ତି, ଆଲୋଚନା କରନ୍ତି, ସଂଘର୍ଷ କରନ୍ତି, ରାସ୍ତାକୁ ବାହାରି ଆସନ୍ତି, ସରକାରଙ୍କୁ ମଧ୍ୟ ବଦନାମ କରନ୍ତି। କିନ୍ତୁ ଏଇସବୁ ଯେଉଁ ଜିନିଷ ଗୁଡ଼ିକ ସବୁ ନଷ୍ଟ ହେଉଛି ତା ବାବଦରେ
କୋଉଠି କିଏ ସ୍ୱର ଉଠେଇବାର ଆପଣ ଦେଖିଛନ୍ତି କି? କାହିଁକି ନୁହଁ? କାରଣଟା ଆସ୍ଥା, ଆଉ କିଛି ନୁହଁ। କିନ୍ତୁ ଆପଣଙ୍କ ଆସ୍ଥାକୁ ଏଇଠି ଗୋଟେ ପ୍ରଶ୍ନ ପଚରାଯାଉଛି। ଭାରତ ବର୍ଷରେ ଗୋଟେ NFHS ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ ହେଇଥିଲା। ସେଇ ରିପୋର୍ଟ ଅନୁଯାୟୀ ଇନଫାଣ୍ଟ ମୋର୍ଟାଲିଟି ରେଟ୍, ମାନେ 1000 ଛୁଆ ଯଦି ଜନ୍ମ ହେଉଛନ୍ତି, ଡେଲିଭରି ସମୟରେ 25 ଛୁଆ ମରିଯାଉଛନ୍ତି। ତାମାନେ ମାର ଅପପୁଷ୍ଟି ଅଛି, ମାଲନୁରିଷ୍ଟି ଅଛି। ଆଉ 1000 ଛୁଆରେ 42 ଜଣ ଛୁଆ ତାଙ୍କର 5 ବର୍ଷ କମ୍ପ୍ଲିଟ୍ କରୁନାହାନ୍ତି, ମାନେ 5th ଇୟର ବାର୍ଥଡେ ପାଳନ କରିବା ପୂର୍ବରୁ ଶେଷ ମରିଯାଆନ୍ତି। କ'ଣ ପାଇଁ? ଅପପୁଷ୍ଟି ଯୋଗୁଁ। ତେଣୁ ଏତେ ଯେତେବେଳେ ଅପପୁଷ୍ଟିର ଶିକାର ହେଉଛନ୍ତି, ଏଇ ପୁଷ୍ଟିସାର ଜାତୀୟ ଖାଦ୍ୟକୁ ଆମେ ଫୋପାଡ଼ି ଦେଉଛେ। ଇଏ ହେଉଛି ଆମର ବୁଦ୍ଧି ନା ଶ୍ରଦ୍ଧା? ଆପଣ ଚିନ୍ତା କରିବେ। ଏବେ କୁହନ୍ତୁ ଯେ ପ୍ରକୃତରେ ଆମକୁ ଆସ୍ଥା ଦରକାର ନା ଆହାର ଦରକାର? ଆମକୁ ଟେମ୍ପଲ ଦରକାର ନା ଡାଇନିଂ ଟେବୁଲ ଦରକାର? ଆମକୁ ପ୍ରସାଦ ଦରକାର ନା ପୋଷଣ ଦରକାର? ୟୁ ଡିସାଇଡ୍। ଆପଣଙ୍କର ବିଚାର, ଆପଣଙ୍କର ମତାମତ ଅପେକ୍ଷାରେ। ଧନ୍ୟବାଦ। ନମସ୍କାର।